ସକାଳୁ ସକାଳୁ ଉଠିବାର ତ ଟୋଟାଲି ବି ଇଚ୍ଛା ନଥିଲା, କିନ୍ତୁ ମନେ ପଡ଼ିଲା ଆଜି ହେଉଛି ସୋମବାର, ମୁଁ ଆଜି ଅଫିସ୍ ଯିବି। ସେଥିପାଇଁ ଉଠିକି ଚାହା ଟିକେ ଶୀଘ୍ର ଶୀଘ୍ର କରିକି ଚାହା ପିଇ ସାରିଲା ପରେ ମୁଁ ବାହାରି ପଡ଼ିଲି ଅଫିସ୍ ଅଭିମୁଖେ। ପୁରୁଣା ଡ୍ରେସ୍‌ରେ ଆମ ସମସ୍ତେ ଏଇ ଟ୍ରେଣ୍ଡଟା କରନ୍ତି ବୋଲି ମୁଁ ବି ଟିକେ କରିଦେଲି। ଯାଇ ଯାଇ ମଣିଷ କଳା ପଡ଼ିଗଲେଣି, ସେ ଆଉ ଟିକେ କାଳେ କଳା ପଡ଼ିଯିବି, ସେଥିପାଇଁ ମୁହଁରେ ବାନ୍ଧିଦେଲି ମୋ ଷ୍ଟଲ୍। ପୁରା ମାଓବାଦୀ ଭଳିଆ ଦେଖାଗଲିଣି, ସେଥିପାଇଁ ହେଲମେଟ୍ ପିନ୍ଧିକି ଟିକେ ଷ୍ଟାଇଲ୍ ମାରିଦେଲି। ତାପରେ ମୋ ଯାନ ଧରି ମୁଁ ବାହାରି ପଡ଼ିଲି ପେଟ୍ରୋଲ ପମ୍ପ ଅଭିମୁଖେ, କାହିଁକି ନା ଗାଡ଼ିରେ ନଥିଲା ମୋର ତେଲ। ରେଟ୍ ଯାହା ହେଲାଣି ତେଲ ରେଟ୍, ମୋତେ ତ ପକେଇବାକୁ ବି ଇଚ୍ଛା ହେଉନି। ଯଦି ପାଣିରେ ଚାଲୁଥାନ୍ତା ମୁଁ ତ ସେଇଟା ବି ପକେଇ ଦେଇଥାନ୍ତି। ଅଫିସ୍ ତ ଯିବାକୁ ପଡ଼ିବ, ସେଠୁ ପଳେଇ ଆସିଲି ଅଫିସ୍‌କି। ଭାଇରେ ବାଟରେ ଯେଉଁ ଗରମ, ଅଫିସ୍‌ରେ ଆସିକି ବସି ପଡ଼ିଲି, ଦେଖିଲା ବେଳକୁ ଲାଇନ୍ ନାହିଁ। ତାପରେ ଲାଇନ୍ ଆସିଲା, ମୁଁ ଏସି ଟିକେ ଲଗେଇକି ପୁରା ଶାନ୍ତିରେ ବସି ପଡ଼ିଲି। ଏସି ନ ଲାଗିଲେ କ'ଣ କାମ ଗୁଡ଼ା ହେବ ନା କ'ଣ? ଏସି ଲାଗିଲା ପରେ ବସିକି କାମ ଗୁଡ଼ା ପୁରା ସୁନ୍ଦର ଭାବରେ କରିଦେଲି। ସେତିକି ଭିତରେ ପୁଣି ଲାଇନ୍ କଟିଗଲା। ବାହାରେ ଆସିକି ଦେଖିଲା ବେଳକୁ ବୈଶାଖୀ ଆସିଛି। ବୈଶାଖୀ କିଏ କହିଲ ବା? କାଳ ବୈଶାଖୀ ବ। ଆଉ କିଏ ମୋର କ'ଣ ସାଙ୍ଗ ଫାଙ୍ଗ ଅଛନ୍ତି ଅଫିସ୍‌ରେ ଯେ ବୈଶାଖୀ ଆସିବ? ବର୍ଷା ଟିକେ ସରିଗଲା ପରେ ମୁଁ ଟିକେ ଯାଇ ଛାତ ଉପରେ ଟିକେ ଆଉଟଫିଟ୍ ଚେକ୍ କରୁଥିଲି, ସେତେବେଳକୁ ଛାତ ଉପରେ ଜଣେ ଆଣ୍ଟି ମୋତେ ଅନେଇଥିଲେ। ମୋତେ ଲାଜ ଲାଗିଲା, ମୁଁ ଦୌଡ଼ିକି ପଳେଇ ଆଇଲି। ଖାଲି କ'ଣ ଶୁଣୁଥିବ ନା କ'ଣ? ସରିଗଲା, ଯାଉଛି। ବାଏ ବାଏ।